ଆସନ୍ତୁ ବୁଲିଯିବା ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀ କୋଟଗଡ଼ରେ ଅବସ୍ଥିତ ଅନନ୍ତ ଗୁମ୍ଫା ବା ବାଘ ଗୁମ୍ଫା ଆକୁ କୁହନ୍ତି। ଆସନ୍ତୁ, ଇଏ ହଉଛି ଅନନ୍ତ ବାଘ ଗୁମ୍ଫାକୁ ରାସ୍ତା, ଏଇଠୁ ଆରମ୍ଭ କୋଟଗଡ଼ଠୁ। ରାସ୍ତାର ଦୁଇ ପାର୍ଶ୍ୱ ଅତ୍ୟନ୍ତ ଶୋଭନୀୟ ଏବଂ ଦୁଇ ପାର୍ଶ୍ୱରେ ବୋଟିଂର ବି ସୁବିଧା ଅଛି। ପୋଖରୀ ଭିତରେ ହେଉଛି ପାର୍କିଂ ପ୍ଲେସ୍। ଅନନ୍ତ ବାଘ ଗୁମ୍ଫାକୁ ପାର୍କିଂ ପ୍ଲେସ୍ର ରାସ୍ତା ସାଇଡ଼ରେ ଦେଖନ୍ତୁ ବୋଟିଂର ବି ସୁବିଧା ଏଠି ଅଛି। ଅନ୍ୟ ପର୍ଯ୍ୟଟନ ବି ଏଠି ବୋଟିଂର ବି ମଜା ନେଇପାରିବେ। ମହାବୀର ହନୁମାନଙ୍କର ପ୍ରତିମୂର୍ତ୍ତି ଏଇଠାରେ ବି ଅବସ୍ଥିତ। ମହାବୀର ବଜରଙ୍ଗ ବାଲି, ଇଏ ହେଉଛି ପଦ୍ମ ପୁଷ୍କରଣୀ ଭାବରେ ଅଛି ଏଠି ଗୋଟେ। ଅନନ୍ତ ଗୁମ୍ଫାକୁ ରାସ୍ତା, ଏଠି 100 କେତେଟି ପାହାଚ ଅଛି। ଅନନ୍ତ ଗୁମ୍ଫାକୁ ଉପରକୁ ବାଘ ଗୁମ୍ଫା। ଏଠି ବାବା ଏଠି ଆଗରୁ ଧ୍ୟାନ କରୁଥିଲେ, ସେ ଗୁମ୍ଫାକୁ ଏଇ ରାସ୍ତାଟି। ଇଏ ହେଉଛି ସେଇ ଅନନ୍ତ ଗୁମ୍ଫା ବା ବାଘ ଗୁମ୍ଫା। ଏଠି ବାବା ନିଜେ ଧ୍ୟାନ କରୁଥିଲେ ଗୁମ୍ଫାରେ, ଏବଂ ବାଘ ବି ଏଇ ଗୁମ୍ଫାରେ ବାବାଙ୍କ ସହିତ ରହୁଥିଲା କାଳକ୍ରମେ। ଆଉ ବାଘ ଦେଖିବାକୁ ମିଳୁନି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଏଠି ବାଘ ବାବାଙ୍କ ସହିତ ରହେ। ଏଇଟା ହେଉଛି ବାଘ ଗୁମ୍ଫା। ଏଇଠାରେ ହିଁ ବାବା ଅନନ୍ତ ପ୍ରଭୁ ଏଇଠି ଧ୍ୟାନ କରୁଥିଲେ। ଏଠି ବାଘ ରହୁଥିଲେ ଆଗରୁ ନା? ହଉ ବାପା ଟିକେ ଧରିଦିଅ। ବାପି ଆଉ ବାଘ ଗୁମ୍ଫା ମାନେ ଯେତେବେଳେ କଲେଜ ଆସେ ଚୁଲା ଲଗାଲୁଛି ମୋର ଏହି ରାସ୍ତାଟି ଅନନ୍ତ ଗୁମ୍ଫା। ମୁଣ୍ଡିଆ ଉପରେ ଥିବା ଅନନ୍ତ କୁଟୀରକୁ ରାସ୍ତା। ବାବା ଯୋଉ ବାଘ ଯୋଉଠି ରହୁଥିଲା ଏଟା କୋଉଠି ଏଠି ତଳେ ନା ଉପରେ? ଦେବସଭା ଅଛି ଏବଂ ଅନନ୍ତ କୁଟୀର ଅଛି ଏହି ରାସ୍ତାରେ। ଅନନ୍ତ ଗୁମ୍ଫାଠୁ 500 ମିଟର ଆଗକୁ ଚଢ଼ିବାକୁ ପଡ଼ିବ ମୁଣ୍ଡିଆ ଉପରକୁ ଅନନ୍ତ କୁଟୀର। ଏଠାରେ ଶାନ୍ତ ନୀରବ ରୁହନ୍ତୁ। ଅନନ୍ତ ଟୁଙ୍ଗି। ଏହି ଜାଗାରେ ଅଛି ଅନନ୍ତ ଟୁଙ୍ଗି। ଅନନ୍ତ ଟୁଙ୍ଗିରେ ଏଠି ଭାଗବତ ଗୀତା ପୌରାଣିକ ଗ୍ରନ୍ଥ ବି ଏହି ଘର ଭିତରେ ମଜବୁତ ହେଇକି ଅଛି। ଦେଖନ୍ତୁ ଇଏ ହେଉଛି ଅନନ୍ତ ଟୁଙ୍ଗି। ଏ ଅନନ୍ତ ଟୁଙ୍ଗି ଉପରୁ ଚାରିପଟୁ ଦେଖିଲେ ଅତି ସୁନ୍ଦର ପ୍ରାକୃତିକ ପରିବେଶ। ଏ ଦେଖନ୍ତୁ ବାଘର ବି ଚିତ୍ର ଅଛି। ଇଏ ହେଉଛି ଅନନ୍ତ ଟୁଙ୍ଗି।
ଅନନ୍ତ ଟୁଙ୍ଗି ଆସିଗଲା। କୋଉଥିରେ ଆସିବା? ଦେଖିବା ଟୁଙ୍ଗି ଭିତରେ କ'ଣ ଅଛି। ଚାଲିବ କବାଟ ପଡ଼ିଛି ଖୋଲ। ଓହୋ ଓ ଠାକୁରଙ୍କର ସବୁ ପୋଥି ଏଠି ରଖାଯାଇଛି। ଅନନ୍ତ ଲେଖା ହେଇଛି ବାଘ ଏଠି ରହୁଥିଲା ଏ ବୁଟିଆରେ ଆଗକୁ। ବାଘ ଗୁମ୍ଫା ଏଇଟା। ଅନନ୍ତ ଟୁଙ୍ଗି ବାଘ ଦେବସଭାଟା କାହିଁ କୋଉ ପଟେ? ଏଟା ତ ପାଣି। ଦେବସଭା ଏଠି ଗୋଟେ ଲେଖା ହେଇଥିବ ଦେଖ। ଏଠି କ'ଣ ଲେଖା ହେଇଛି ଗୋଟେ ଶଙ୍କରଗିରି ହଉ ତୁମେ ଯାଅ। କାହିଁ? ଏଠାରେ ଏହା ଏକ ଶାନ୍ତ ପରିବେଶ, ଅଳ୍ପ କଥା ହୁଅନ୍ତି। ସରି ଦେବସଭା ଦେବସଭା ମାନେ ଏଠି ଦେବତା ମାନେ ଆଗରୁ ସଭା କରୁଥିଲେ। ଉପରେ ଅଛି ଶଙ୍କରଗିରି। ଶଙ୍କରଗିରି ଅନନ୍ତ ଗୁମ୍ଫା ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ଅବସ୍ଥିତ। ନିଷେଧ ଏଠି ଆଗରୁ ବାଘ ରହୁଥିଲେ ଅନନ୍ତ ଗୁମ୍ଫାରେ। ଇଏ ହେଉଛି ଦେବସଭା। ଦେବସଭା। ଏଇ ଜାଗାରେ ଭଗବାନ ଏଠି ଆଗରୁ ଦେବତା ମାନେ ସଭା ଦେବତାମାନେ କରୁଥିଲେ ଏଠି ସଭା କରୁଥିଲେ। ନା କ'ଣ? ଦେବସଭା ଲେଖା ହେଇଛି। ଦେଖନ୍ତୁ ପରିବେଶର କେତେ ଶାନ୍ତ ପରିବେଶ। ଅନନ୍ତ ଗୁମ୍ଫା ପୁରା ପ୍ରାକୃତିକ ପରିବେଶ। ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ। ପାହାଡ଼ ଉପରେ କେତେ ସୁନ୍ଦର ଦେଖାଯାଉଛି। ସେପଟେ ରାସ୍ତା ଏଠି ଅନନ୍ତ ପଡ଼ିଛି। ଗୁମ୍ଫା ଓଡ଼ିଶା ପାହାଡ଼ ପର୍ଯ୍ୟଟନ ଚାରିପଟେ ସ୍ଥଳୀରେ ଯାକ ସ୍ଥାନ ସୁନ୍ଦର ପାଇନି, କିନ୍ତୁ ଦେଖାଯାଉଛି। ଅନନ୍ତ ଗୁମ୍ଫା ଏଯାଙ୍ଗେ ବି ଚିରସ୍ମରଣୀୟ ହୋଇ ରହିଛି ଏବଂ ରହିବ ମଧ୍ୟ। ଗୁମ୍ଫା ହରିଓ ବାବାଜୀ ପାଣି ଦେଉଛନ୍ତି କୋଟଗଡ଼କୁ। ଯେଉଁ ସ୍ଥାନରେ ସ୍ଥାନ ପାଇନି ଜାଗାଟି, କିନ୍ତୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋଟଗଡ଼ ବାଘ ଗୁମ୍ଫା। ହନୁମାନ ମହାରାଜ ଉପରେ ବିରାଜମାନ କରିଛନ୍ତି। ମାଙ୍କଡ଼ ମହାରାଜ ଧ୍ୟାନ ମନ୍ଦିର ମାତୃଶରୀ ପୀଠ। ଆସନ୍ତୁ ଏ ଗୁମ୍ଫାର ରହସ୍ୟ। ଏଠି ଜଣେ ସାଧୁ ଅଛନ୍ତି, ସାଧୁ ବାବାଙ୍କୁ ପଚାରିବା ଏଇ ଗୁମ୍ଫାର ରହସ୍ୟ କ'ଣ। ବାବା ଆମକୁ ବର୍ଣ୍ଣନା କରିକି କହିବେ। ବାବା ଏଇ ମନ୍ଦିର ରହସ୍ୟ ଟିକେ କୁହନ୍ତୁ। ମନ୍ଦିର ଆଜ୍ଞା କହନ୍ତି ଏଠି ବାଘ ଆସି କୋଉଠି କୋଉ ଜାଗାରେ ରୁହେ ବାବାଙ୍କ ସହିତ। ବାବା ଆସେ ବାଘ ଆସେ ଏଠିକି ବାବା? ଯାହାହେଲେ ତ ଆପଣ ଜାଣିଥିବେ ନା। ଏଠାର ଆମେ 10-12 ବର୍ଷ ରହିଲୁ, ବହୁତ ବର୍ଷ ଅଛୁ। ଆଜ୍ଞା ବାଘ ଗୁମ୍ଫାକୁ କହନ୍ତି। ଆଜ୍ଞା ବୁଝିଲୁ କି? ଆମେ 3 ଜଣ ଏଠି ଅଛୁ ବାବାଜୀ। ଆଜ୍ଞା ଆଉ ବାଘ କ'ଣ ରହେ ନା, ଆମର ଏଠି ବୃନ୍ଦାଞ୍ଚଳ ମଠ ରହନ୍ତି ସୁନାଖଳାରେ। ସେ ଆସନ୍ତି ଫୁଲ ପାଇଁ ଆସନ୍ତି। ସେ ଫୁଲ ଆସିକି ନିଅନ୍ତି। ସେ ଆସିଥିଲେ ସେଠି ତଳେ ତାଙ୍କୁ ପୋଲିସ ଜଗିଥିଲେ। ଆଜ୍ଞା ଏଠି ସେ ମଦ ରାନ୍ଧୁଥାଏ, ଗୋପିଆ ପାନ ଥାଏ। ସେ ଗୋପିଆ ପାନ ଲୋକ ମଦ ରାନ୍ଧୁଥାଏ। ଆଜ୍ଞା ତେଣୁ ସେ 5 ଜଣ ମଦ ରାନ୍ଧୁଛନ୍ତି। ଇଏ ପୋଲିସ ବାଲା ଯେ 15 ଜଣ ପଶିଗଲେ, ସେ ଦେଖିଲେ ବାବା ଯାଇଛନ୍ତି ଆଉ ମଦ ହଣ୍ଡାରେ କ୍ଷୀରି ହଣ୍ଡା ହେଇଯାଇଛି। ସେ ପୋଲିସ କହିଲେ କ'ଣ ହେଇଛ? ମୁଁ ପଚାରିଲେ, ଏଠୁ ହାତ ଟେକି ଦେଲେ, 15ଟା ଗାମୁଛା ଆସିଲା, 15ଟା କଦଳୀପତ୍ର ଆସିଲା, ତାଙ୍କୁ ଦେଲେ। ସେଇଦିନଠୁ ସେ ମାଆଙ୍କୁ ସେ ପୂଜା କଲେ। ତେଣୁ ତାପରେ ଏବେ
ଆମର ପ୍ରଥମେ ଆସିଲେ ବାବା ରହିଲେ 10-15 ଜଣ ତାଙ୍କର ଇଏ ପାଳିଆ ରହିଲେ ସନ୍ନ୍ୟାସର ତାଙ୍କର ଶିଷ୍ୟ ରହିଗଲେ 10-15 ଜଣ ମାନେ ବିରତି ଫେରତି ଏସବୁ ଲକ୍ଷ୍ମୀଧର ଆମ ସମୁଦ୍ର ରହିଲେ। ତାପରେ ମୁଁ ଏବେ 15-16 ବର୍ଷ 16 ମାସରେ ଆସିଲି। ବାବା ବାଘ ରଖନ୍ତି ଏଇଠି ବୁଝିଲେ କି? ଆପଣ ଦେଖିଛନ୍ତି ବାବା? ନା ଆମେ ଦେଖିନୁ। ହେଲେ ବାଘ କେତେ ବର୍ଷ ପୂର୍ବରୁ ଥିଲେ? ବାଘ କେତେ ବର୍ଷ ପୂର୍ବରୁ ଥିଲେ? ବାଘ ଯାହେଲେ ଏଇଟା ହେଇଯିବ 60-65 ମସିହା। 60-65 ବହୁତ ପୁରୁଣା। ହଁ ବାଘ ରହନ୍ତି କହନ୍ତି, ଆମେ ଦେଖିନୁ ସବୁ କଥା। ଆପଣ ବିଶ୍ୱାସ କରନ୍ତି? କିମ୍ବଦନ୍ତୀ ଅଛି, କରନ୍ତୁ କାହିଁକି? କିମ୍ବଦନ୍ତୀ ଅଛି। ବାଘ ରହନ୍ତି ବାଘ ରୁହନ୍ତି ଏଠି, ଏଇଟା ବାଘ ଗୁମ୍ଫା ନା ତାରେ। ବିଶ୍ୱାସ ବାଘ ଏତେ ଉପରକୁ ଆସିକି ରୁହନ୍ତି? ହଁ ତାଙ୍କର ଗୁମ୍ଫା କରିବା ବେଳେ ଏ ବାଘ ଗୁମ୍ଫାରେ? କେମିତି ରହନ୍ତି? ସେ ବାଘ ଗୁମ୍ଫା। ଏମାନେ କମ ଜଙ୍ଗଲଟା ଏଇଟା ସିନା ଯାହେଲେ ବାଘ ଏତେ ଉପରକୁ ଆସିକି ରୁହନ୍ତି? ହଁ ହଁ ବାଘ କଣ ଭିତରେ ଅଛି? ବାଘ ରହିବେ, ଗୁମ୍ଫା ହେଇଛି ଏଠି ବାଘ ରହିବେ। 60-65 ବର୍ଷ ପୂର୍ବରୁ। 70 ବର୍ଷ ପୂର୍ବରୁ ବାଘ ଫାଘ ସବୁ। ବଢିଆ ଜାଗା ନି? ଭୋଜି ଭାତ ବି ଏହା ଏକ ପିକନିକ ସ୍ପଟ ଭାବରେ ପରିଚିତ। ସୁନାଖଳାଠୁ ଆପଣ 3 କିଲୋମିଟର ଯିବେ ବ୍ରହ୍ମପୁର ବାଘ ଗୁମ୍ଫା କୋଟଗଡ଼। ଏଠି ଦେଖନ୍ତୁ ବୋଟିଂର ବି ସୁବିଧା ଅଛି। ଏଠି ଅନେକ ପର୍ଯ୍ୟଟନ ଆସୋସିଏସନ ଯୋଉ ବୋଟିଂର ବି ସୁବିଧା ଅଛି। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରି ଯାଉଛି। ଜୟ ଜଗନ୍ନାଥ।